আরে কিଏ କୋଉଠି ଅଛ? ମତେ ବଞ୍ଚାଅ ରେ ଏ ବାଘଟାରୁ, ନହେଲେ ଏ ବାଘ ମତେ ମାରିଦେବ। ବଞ୍ଚାଅ ରେ, ମତେ ବଞ୍ଚାଅ, କିଏ ମୋର ସାହାଯ୍ୟ କର ରେ। ହଇରେ ମଣିଷ, ମୁଁ ବି ଦେଖିବି ଆଜି କିଏ ତୋତେ ବଞ୍ଚାଇବ। ଭଲରେ ଭଲରେ କହୁଛି, ତୋ ପାଖରେ ଥିବା ଟଙ୍କା ଓ ସୁନା ଗହଣା ଏଇଠାରେ ଦେଇ ପଳା, ନହେଲେ ମରିବାଟା ଆଜି ତୋର ପୁରା ଫାଇନାଲ। ବାଘ ଏପରି ଗୋଡ଼ାଉଥିବା ବେଳେ ହଠାତ୍ ଲୋକଟିର ସାମ୍ନାକୁ ବିଲୁଆ ପଳାଇ ଆସିଲା। ଏହା ଦେଖି ଲୋକଟି ବହୁତ ଜୋରେ ଡରିଗଲା ଏବଂ ତାପରେ ବିଲୁଆ କହିଲା, ହଇରେ ମଣିଷ, ତୁ କଣ ଭାବିଲୁ ଏଠାରୁ ଖସିକି ପଳାଇବୁ ବୋଲି? ଏଟା ହେଉଛି ଆମ ଜାଗା, ତେଣୁ ଏଠାରୁ ଆମ ବିନା ଅନୁମତିରେ କେହି ବି ଖସିକି ଯାଇପାରିବେ ନାହିଁ। ତୋର ଯଦି ବଞ୍ଚିବାର ଅଛି ତାହେଲେ ଭଲରେ ଭଲରେ କହୁଛି, ତୋ ବ୍ୟାଗରେ ଥିବା ସୁନା ଗହଣା ଓ ଟଙ୍କା ପଇସା ଦେଇଦେ, ନହେଲେ ତୋର ମରିବା ସହ ତୋର ସୁନା ଗହଣା ମଧ୍ୟ ଆମେ ନେଇଯିବୁ। ଆରେ ଏ ବିଲୁଆ ଓ ବାଘ, ମତେ ଦୟାକରି ଛାଡ଼ି ଦିଅ। ଏଥିରେ ଥିବା ଟଙ୍କା ପଇସାରେ ମୋ ମାର ରୋଗ ଭଲ ହେବ। ଯଦି ତମେ ମତେ ନ ଛାଡ଼ ତାହେଲେ ମୋ ମା ମରିଯିବ। ତେଣୁ ଦୟାକରି ମତେ ଏଠାରୁ ଯିବାକୁ ଦିଅ। ହଇରେ ମଣିଷ, ତୁ ଆମକୁ ମୂର୍ଖ ଭାବିଲୁ ନା କ'ଣ? ଏପରି ମିଛ କହି ଏଠାରୁ ଖସିଯିବୁ? ତୋତେ ଶେଷ ଥର ପାଇଁ କହୁଛି, ଏଇଠାରେ ଟଙ୍କା ଦେଇଯା, ନହେଲେ ମରିବା ପାଇଁ ପ୍ରସ୍ତୁତ ହୋଇଯା। ଏ ବିଲୁ, ମୁଁ 3 ଗଣୁଛି। ଯଦି ଏ 3 ଭିତରେ ଟଙ୍କା ଓ ଗହଣା ନ ଦିଏ ତାହେଲେ ଏଇଠାରେ ତାକୁ ମାରିଦେବୁ। 1 2 3। ଏହା ଶୁଣି ରାଜେଶର ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ସେ ତାର ସୁନା ଗହଣା ଓ ଟଙ୍କା ପଇସା ସବୁ ସେଇଠାରେ ରଖିଦେଇ ପଳାଇଲା। ଓ ତାପରେ ବିଲୁଆ ଏବଂ ବାଘ ଏହା ଦେଖି ବହୁତ ଖୁସି ହୋଇ କଥାବାର୍ତ୍ତା ହେଲେ। ହଇରେ ବିଲୁ, ଦେଖ କିପରି ଏ ମଣିଷଟା ଆମ ଭୟରେ ସୁନା ଗହଣା ଓ ଟଙ୍କା ଦେଇ ଏଠାରୁ ପଳାଇଲା। ଯଦି ଏପରି ସବୁଦିନେ ଚାଲେ ନା, ତାହେଲେ ବିଶ୍ୱାସ କର ଆମେ ବହୁତ ଧନୀ ହୋଇଯିବା। ଏବଂ ଏମିତି ବି ଗୋଟେ ଦିନ ଆସିବ ଯେମିତି ଆମେ ଚାକର ରଖିବା ଖାଦ୍ୟ ସଂଗ୍ରହ କରିକି ଦେବା ପାଇଁ। ହଁ ମାମା, ଏପରି ଯଦି ଆମେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମଣିଷ ପାଇଯିବା ତାହେଲେ ଆମର ବହୁତ ଟଙ୍କା ଇନକମ୍ ହୋଇଯିବ ଓ ଆମେ ଆମ ସ୍ୱପ୍ନକୁ ଶୀଘ୍ର ପୂରଣ କରିପାରିବା। ବିଲୁଆ ଓ ବାଘ ଏପରି ଖୁସି ହୋଇ ରହିଲେ ଏବଂ ତା ପରଦିନ ସକାଳ ହେବା ପରେ ସେମାନେ ଜଙ୍ଗଲ ରାସ୍ତାରେ ଅନ୍ୟ ଏକ ମଣିଷ ଆସିବାର ଅପେକ୍ଷା କଲେ। ହଇରେ ବିଲୁ, ଆଜି ଯିଏ ବି ହାବୁଡ଼ରେ ପଡ଼ିବ ତାକୁ ଆଉ ଦୌଡ଼ିବା ନାହିଁ, ବରଂ ତାକୁ ଏତେ ଡରାଇବା ସତେ ଯେମିତି ସେ ଡରରେ ସବୁ କିଛି ଦେଇଦେବ। ବାଘ କଥାରେ ବିଲୁଆ ରାଜି ହୋଇଗଲା ଏବଂ ସେମାନେ ଅପେକ୍ଷା କରି କରି ଦେଖିଲେ ଗୋଟିଏ ଲୋକ ସେଇ ବାଟ ଦେଇ ଯାଉଥିଲା। ସେ ଲୋକଟିର ହାତରେ ସୁନାର ଭ୍ୟାସଲେଟ୍ ପିନ୍ଧିଥିଲା। ଏହା ଦେଖି ବିଲୁଆ ଏବଂ ବାଘ ବହୁତ ଖୁସି ହୋଇଗଲେ। ହଇରେ ବିଲୁ, ମୁଁ ଏ ଲୋକଟିର ପଛ ବାଟେ ଯାଉଛି, ଆଉ ତୁ ତାର ଆଗ ବାଟେ ପଳାଇ ଆସ ଓ ତାପରେ ଆମେ ୟାକୁ ଡରାଇ ପାରିବା। ବାଘ ଏପରି କହି ସେ ଲୋକଟିର ପାଖକୁ ଗଲା। ଏହା ଦେଖି ଲୋକଟି ଦୌଡ଼ିବାରେ ଲାଗିଲା, ହେଲେ ତାର ଆଗକୁ ବିଲୁଆ ସେପାଖରୁ ପଳାଇ ଆସିଲା। କିନ୍ତୁ ଏତିକି ବେଳେ ହଠାତ୍ ବିଲୁଆର ଗୋଡ଼ ଖସିଗଲା, ଯାହାଦ୍ୱାରା ସେ ତଳେ ପଡ଼ିଗଲା ଓ ଏଇ ମୌକାର ଫାଇଦା ଉଠାଇ ଲୋକଟି ସେଠାରୁ ଦୌଡ଼ିବାରେ ଲାଗିଲା। ଏହା ଦେଖି ବାଘ ତାର ପିଛା କରିବାରେ ଲାଗିଲା। ହଇରେ ମଣିଷ, ଖସିକି କୁଆଡ଼େ ଯିବୁ? ତୁ ଆଜି ଯେତେ ବାଟ ଦୌଡ଼ିବୁ ମୁଁ ତୋତେ ସେତେ ବାଟ ଗୋଡ଼ାଇବି। ଆଉ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ତୋ ହାତରେ ଥିବା ସୁନା ଭ୍ୟାସଲେଟ୍ ଏଇଠାରେ ରଖିଦେଇ ପଳା, ନହେଲେ କେହି ବି ତୋତେ ବଞ୍ଚାଇ ପାରିବେ ନାହିଁ। ହେଲେ ଲୋକଟି କିଛି ବି ନ ଶୁଣି ସେଠାରୁ ଜୋରେ ଦୌଡ଼ିବାରେ ଲାଗିଲା। ଦୌଡ଼ି ଦୌଡ଼ି ସେଠାରୁ ପଳାଇଲା। ଏହା ଦେଖି ବାଘ ନିରାଶ ହୋଇଗଲା ଓ ତାପରେ ବିଲୁଆକୁ କହିଲା, ହଇରେ ବିଲୁଆ, ତୁ ଆଜି କେତେ ବଡ଼ ଭୁଲଟେ କରିଦେଲୁ ଜାଣିପାରୁଛୁ ତ?
आमे एते दिन हेब चोरी कलेनी हेले एपर्यंत केही भी आम हाथरू खसिकी जाई नहंती। हेले प्रथम थर गोटिए मनीष खसीगला। देखिबू ये जाई गाँव रे ए विषय हल्ला करदेब ओ लोके आउ ए बाट दे जिबेनी। मामा मु कौन करिबी? ठीक टाइम रे मो गोड़टे खसीगला जहा द्वारा मु तळे पड़ी गली। एई मौकार फायदा उठाई से लोकटी एठारू दौड़ी के पळाइला। हो छाड़ मामा, से गला तो गला, आहुरी लोक आसीबे ओ आमे चोरी करिबा। बिलुआ बाघ एपरी कथबार्ता होई रहिले एवं एपाखरे यांको दुई जनक हाबुड़रू खसी जाइतिबा रमेश गाँव जाई तार सांग अक्षय को कहिला, हईरे सांग अक्षय, से जंगल रास्ता दे आउ केही भी सुना गहना पिंधिकी जीवनी, कारण सेठारे बाघ ओ बिलुआ चोर अछंती। सेमाने बाटरे जाउथिबा लोकंकर सुना गहना चोरी करुछंती। तेणु सेई रास्ता बाट देई केबे भी जीवा आसीबा करिबुनी। हईरे रमेश, तोर मुंड फुंड ठीक अछि तो? आउ तू कौन कहूचु जानी पारुछु तो? बिलुआ ओ बाघ सुना गहना चोरी करुछंती, एहा किपरि संभव? सेमाने सुना गहना नहीं कौन करिबे? हाँ, तू जदि भूत कथा कही थांतु ताहले मु 1% विश्वास करिथांती। हेले एक कथा मते जमा भी विश्वास हेउनी। तो कथा सुनी एमिति लागुची सते जेमिति तू मद पीछु बोधे। अक्षय एपरी कहूतिबा बेले सेठाकू राजेश आसी कहिला, हईरे अक्षय, तू जो विषय जानिनु ताकू विश्वास करूनु काहीकि? ए घटना मो साथी रे भी घटी सारिछि। बास तो परी लोके मो कथा को विश्वास करिबेनी बोली मु काहाकू कहू नथिली। हेले एबे समय आसीगला समस्तंकू कही सतर्क करिबा पाई। जदि तोर आम कथारे भरोसा न हेउची ताहले थरे से जंगल रास्ता देई जीवा आसीबा कर, तापरे जानी पारिबू। एहा सुनी अक्षय चुप होइगला एवं तापर दिन सकाळ हेबा परे बाघ ओ बिलुआ पुणी थरे गोटे जगार अन्य मनीष फेरिबार बाट को अपेक्षा कले। हेले अपेक्षा करी करी बहुत समय बीतीगला परे मध्य से बाट देई केही भी जीवा आसीबा कले नाही, कारण यांको दुई जनक विषय गाँ सारा हल्ला होई जाइथिला। हईरे बिलुआ देख, आमर गोटे छोट भूल पाई आज आमे केते बड़ हैरान रे पड़ीगले। से लोकटी आम हाथरू बंची जिबा परे गाँव जाई हल्ला करिदेला, जहा द्वारा एई बाट देई एपर्यंत केही भी जीवा आसीबा करूनाहांती। जदि एपरी चले ताहले आमे धनी हेबा बदल रे पूरा कांगाली होई जिबा। तमे ठीक कहलो मामा, गोटे भूल ही हमको असुविधा रे पकाई देला। हेले मामा, मु गोटे कथा पूछी पारुनी, रास्ता तो खसरा होई नथिला किंबा मोर बैलेंस बिगड़ी नथिला, हेले तथापि मोर गोड़ खसिला केमिति? एहा बड़ आश्चर्य कथा। प्रकृत रे बिलुआर गोड़ खसिबार कारण हेउची एक डाहाणी। डाहाणी बिलुआ ओ बाघर चोरी प्रत्येक दिन देखे। से एई चोरी रोकिबा पाई निज शक्ति माध्यम रे एपरी करिथिला। आज जंगल रास्ता दे केही भी मनीष न आसीबारु से बहुत खुशी होई कहिला, ये मूर्ख बाघ हो बिलुआ चोरी करे लोकन को बहुत हैरान करुथिले। एबे तो आओ केही भी एठाकू आसीबेनी। मु भी देखिबे तमे केमिति आओ चोरी करे लोकन को लुटिब। मु जते पर्यंत अच्छे सेते पर्यंत गोटे भी लोक चोरीर शिकार हेबेनी। बिलुआ बाघ दिन सारा अपेक्षा करी करी केही गोटे भी लोक न आसीबारु दुहींक मन बहुत दुख हैला। हेले बिलुआ टिके चतुरतार सह भाभी कहिला, ओये मामा, तमे जमा भी चिंता करनी। लोके जंगल रास्ता दे न गले कोन हैला, मेन रोड बाटे दे जिबे ओ सेतबळे हमे चोरी करिबा। आज जा हैला ताको भूली जाओ, काली थारु हम हातरे बहुत बड़ बड़ शिकार लागिबो। अरे बिलु, मु तो एसबु कथा न भाबी मन दुख करुथिली। एबे एकथा सुनी मो मन को टिके शांति मिलीगला। तेणु काली ठारू आमे बहुत बड़ चोरी करिबा।
ଏସବୁ କଥା ଶୁଣି ଡାହାଣୀ କହିଲା, ହଉ ରେ, ମୁଁ ବି ଦେଖିବି ତମେ ଦୁଇଟା କିପରି ଲୋକଙ୍କର ସୁନା ଗହଣା ଚୋରି କରିବ। କାଲି ତମେ ଗଲେ ମୁଁ ମଧ୍ୟ ତମର ପିଛା କରିଯିବି ଓ ଥରେ ଖାଲି ଚୋରି କର ଓ ତାପରେ ମୋ ହାତରୁ ଦଣ୍ଡ ପାଇବା ପାଇଁ ପ୍ରସ୍ତୁତ ହୋଇଯିବ। ଡାହାଣୀ ଏପରି କହି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ବିଲୁଆ ବାଘ ମେନ୍ ରୋଡ ପାଖରେ ପହଞ୍ଚିଗଲେ ଏବଂ ସେଠି ପହଞ୍ଚିବା ପରେ ସେମାନେ ଗୋଟିଏ ଅସୁବିଧାରେ ପଡ଼ିଗଲେ। ସେଇଟା ହେଲା, ଯଦି ଏ ଦୁଇ ଜଣ ମେନ୍ ରୋଡରେ ଚୋରି କରୁଛନ୍ତି ତାହେଲେ ଅନେକ ଲୋକ ରୁଣ୍ଡିତ ହୋଇଯିବେ, ଯାହାଦ୍ୱାରା ୟାଙ୍କ ଉପରେ ମାଡ଼ ବସିବ ଏବଂ ଯଦି ଚୋରି କରି ଦୌଡ଼ିବେ ତାହେଲେ ପାଖରେ ଜଙ୍ଗଲ ନଥିବାରୁ ସେମାନଙ୍କୁ ଲୁଚିବାରେ ଅସୁବିଧା ହେବ। ଏହା ଦେଖି ବାଘ ମନ ବହୁତ ଦୁଃଖିତ ହୋଇଗଲା। ତେଣୁ ସେ କହିଲା, ଅରେ ବିଲୁ, ଆମ ଦ୍ୱାରା ବହୁତ ବଡ଼ ଭୁଲ ହୋଇଗଲା ରେ। ଆମେ ଏବେ ବହୁତ ବଡ଼ ଅସୁବିଧାରେ ପଡ଼ିଗଲେ। ଆମ ସ୍ୱପ୍ନଟା ସ୍ୱପ୍ନ ହୋଇ ରହିଗଲା। ଏବେ ଆଉ ଆମେ କେବେ ବି ଧନୀ ହୋଇପାରିବା ନାହିଁ। ଏହା ଶୁଣି ବିଲୁଆ ଟିକେ ମନେ ମନେ ଭାବିବାରେ ଲାଗିଲା, ଆରେ ଇଏ କଣ ହୋଇଗଲା? ମୋର ଗୋଟେ ଛୋଟ ଭୁଲ ପାଇଁ ଆମେ କଣ ଆଉ ଆମ ସ୍ୱପ୍ନସ୍ଥଳରେ ପହଞ୍ଚି ପାରିବୁ ନାହୁଁ? ଏ କ୍ଷେତ୍ରରେ କଣ କରିବି? ଆରେ ହଁ, ଆରେ ମାମା, ତମେ ଜମା ବି ଚିନ୍ତା କର ନା। ଏ ସମସ୍ୟାର ସମାଧାନ କରିବା ପାଇଁ ମୋ ପାଖରେ ଗୋଟେ ଆଇଡିଆ ଆସିଗଲା ଓ ସେଇଟା ହେଲା, ଆମକୁ ଗୋଟିଏ ବାଇକ୍ ଦରକାର ଏବଂ ସେ ବାଇକରେ ବସି ଆମେ ଚୋରି କରି ଶୀଘ୍ର ପଳାଇବା ଓ ତାପରେ ଆମେ ଆମ ସ୍ୱପ୍ନସ୍ଥଳରେ ପହଞ୍ଚି ପାରିବା। ମୁଁ ତ ବୁଦ୍ଧି କହିଦେଲି, ଏବେ ବାଇକ୍ କୋଉଠି ଆସିବ ସେଇଟା ତମେ ବୁଝ। अरे ए बिलू, तू तो ठीक बुद्धि देलु। जदि आमे चोरी करी बाइक को जोरे चलाई एठारु पलाइबा ताहले मनीष कौन भगवान मध्य आमको अटकाई पारिबे नहीं। आउ रहिला बाइक आनिबा कथा, तू जमा भी चिंता करना। मु देखिछि गोटिए जगारे बाइक अछि, चल जाइकी नेकी आसीबा। एसबु कथा डाहाणी गोटे जगारे लुचिकी शुणुथिला। ଏହା ଶୁଣି କହିଲା, ଆରେ ଏ ବିଲୁଆଟା ତ ବହୁତ ଚାଲାକ। ସବୁ ସମସ୍ୟା ସମୟରେ ଇଏ ବୁଦ୍ଧି ଖର୍ଚ୍ଚ କରୁଛି। ଯଦି ତାଙ୍କର ଏହି ପ୍ଲାନ୍ଟା କାମ କରେ ତାହେଲେ ଇଏ ଆଗ ଅପେକ୍ଷା ଅଧିକ ଚୋରି କରିବେ। ତେଣୁ ମୋତେ କିଛି ଗୋଟେ କରି ୟାଙ୍କ ଦୁଇ ଜଣଙ୍କୁ ରୋକିବାକୁ ପଡ଼ିବ, ନହେଲେ ସାଧାରଣ ଲୋକ ବହୁତ ସମସ୍ୟାରେ ପଡ଼ିଯିବେ। ଓ ଏ ପାଖରେ ବାଘ ଓ ବିଲୁଆ ବାଇକ୍ ଚୋରି କରିବା ପାଇଁ गोटे जगार पहुँची गले। अरे बिलुआ देख, आमे बाइक पाखरे पहुँची गले। एबे चल ए बाइक को चोरी करी एठारु नहीं जिबा। आज जेमिति हेउ सुना गहना चोरी करिबा। हो एबे आउ विलंब न करी जा से बाइक को नहीं आस। मु चारि पाखरे नजर रखुची, जदि किए आसे ताहले जोरे पार्टी करिबी ओ तू सेठारु दौड़िकी पलाई आसीबू। एहा सुनिबा परे बिलुआ बाइक पाखकू गला एवं बाइक को धरी सेठारु पलाई आसिला एवं तापरे दुहे मेन रोड पाखरे गोटे जगार छिड़ा होई लोक आसीबार अपेक्षा कले। एसबु देखि डाहाणी कहिला, अरे ए दुई जन ताहले बाइक नहीं आसिले, या माने एमाने निश्चित लोकन को लुटिबे। तेणु मते एबे किछि करिबाकू पड़िबो, नहले ये चोरी करिबा आरंभ करिदेबे। डाहाणी एपरि कही निजर रूप परिवर्तन करी गोटे मनीषर परिणत हैला। तार बेकरे गोटे सुना चेन थाए और तापरे से रास्तारे जीवारे लागिला। एहा देखि बाघ कहिला, अरे बिलु देख, आगरे आसीगला आम शिकार। माने देख से लोकटी ता बेकरे सुना चेन पिंधिची। तू गोटे काम कर, मु बाइक चलाउची, तू से लोकटीर बेकरू चेन छिंडाई आनिबू ओ तापरे आमे एठारु पळाइबा। हेले ए दुई जन जानि नथिले जे से जहाकू मनीष भाबी चेन चोरी करिबाकू जाउछंती प्रकृतरे से कोनोसी मनीष नुह, बरं से हेउची गोटिए डाहाणी।
ଏଥିରେ ଅଜଣା ଥିବା ବିଲୁଆ ବାଘ ଯେମିତି ଡାହାଣୀ ପାଖକୁ ଚେନ୍ ଚୋରି କରିବାକୁ ଯାଇଛନ୍ତି, ହଠାତ୍ ଡାହାଣୀ ଦେହରୁ ଗୋଟିଏ ଆଲୋକ ବାହାରିଲା ଓ ବିଲୁଆ ବାଘ ଦେହରେ ବାଜିଲା, ଯାହାଦ୍ୱାରା ସେମାନେ ଦୁଇଜଣ ସେଠାରେ ଭସ୍ମ ହୋଇ ଅଦୃଶ୍ୟ ହୋଇଗଲେ। ଓ ତାପରେ ଡାହାଣୀ ତାର ରୂପ ପରିବର୍ତ୍ତନ କରି କହିଲା, ଏବେ ତମେ ଦୁଇଟା ତମ କର୍ମର ଫଳ ପାଇଲ। ତମେ ଦୁଇଟା ବହୁତ ଖରାପ କର୍ମ କରିଦେଲ। ସେ କର୍ମର ଫଳ କେବଳ ମୃତ୍ୟୁ ଥିଲା। ଏବେଠାରୁ ଲୋକେ ଟିକେ ଶାନ୍ତିରେ ବଞ୍ଚିବେ। ଇଏ ହେଉଛି ମଦନପୁର ଗାଁର ଦୃଶ୍ୟ। ଆପଣମାନେ ଏଠାରେ ଗୋଟେ ସଭା ବସିଥିବାର ଦେଖିପାରୁଥିବେ। ଏହା ଦେଖି ଆପଣ ଭାବୁଥିବେ କାହାଣୀ ଆରମ୍ଭରୁ ଇଏ କି ପ୍ରକାର ସଭା। ଏ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଭିଡ଼ିଓକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁକିଛି ଜାଣିପାରିବେ। ଆରେ ଗାଁ ବାଲା, ଆମ ଗାଁକୁ ଅନେକ ବିପଦ ଓ ଭୂତମାନେ ଆସିଲେଣି, ଯାହାକୁ ଆମେ ଅନେକ ଉପାୟ ପ୍ରୟୋଗ କରି ହରାଇଛନ୍ତି ଓ ସବୁ କିଛି ଉପାୟ ଏ ସଭାରୁ ସୃଷ୍ଟି ହୋଇଛି। ଠିକ୍ ସେପରି ଆଜି ଏ ସଭାରେ କୁହ, ଆମେ କିପରି ସେ ଭୂତିଆ କୁମ୍ଭୀରକୁ ମାରି ଆମ ଗାଁକୁ ସୁରକ୍ଷା ଦେବା। ଆରେ ମୁଖିଆ, ଆମ ଗାଁକୁ ଯେତେ ବି ଭୂତ ଆସିଥିଲେ ସେସବୁକୁ ହରାଇବା ପାଇଁ କିଛି ନା କିଛି ସନ୍ଧାନ ଥିଲା। ହେଲେ ଏ ଭୂତ କୁମ୍ଭୀରକୁ ହରାଇବା ପାଇଁ ଆମ ପାଖରେ କିଛି ବି ନାହିଁ, କାରଣ ସେ ଭୂତ କୁମ୍ଭୀର ହାବୁଡ଼ରେ ଏପର୍ଯ୍ୟନ୍ତ ଯିଏ ବି ପଡ଼ିଛି ସେ କେବେ ବି ବଞ୍ଚିନି। ତେଣୁ ମୋତେ କାହିଁ ଲାଗୁନି ଆମେ ଏଥର ଆଉ ଜିତିବା ବୋଲି। अरे ए अक्षय भाई, काहींकि तमे एपरी कथा कही लोकंकु डराउच। असत्य आगरे सर्वदा सत्यर जीत होईछि। एथर मध्य आमे से भूत कुंभीर ठारू जितिबा। जदि तम पाखरे किछि उपाय नाही ताहले तुमे चुप रुह। दयाकरी लोकंकु एपरी डराओ नाही। ଆରେ ଏ ଅକ୍ଷୟ, ମୁଁ ଯାହା କହୁଛି ଠିକ୍ କହୁଛି। ଏଥିରୁ ବଞ୍ଚିବା ପାଇଁ କିଛି ବି ଉପାୟ ନାହିଁ। ମୋର ସତ କଥାଟା ଯଦି ଲୋକଙ୍କୁ ଏତେ ଡରାଉଛି ତାହେଲେ ଲୋକେ ଡରନ୍ତୁ। ଓ ତା ଛଡ଼ା ତୋ ପାଖରେ ଯଦି କିଛି ଉପାୟ ଅଛି କହ, ନହେଲେ ଏପରି ବହକା ପରି ହନି। ଆରେ ରମେଶ ଓ ଅକ୍ଷୟ, ଆମେ ଏଠାରେ ରୁଣ୍ଡିତ ହୋଇଛନ୍ତି ସମସ୍ୟାର ସମାଧାନ ପାଇଁ, ନା କି ତୁମ ଦୁଇ ଜଣଙ୍କର ଝଗଡ଼ା ଦେଖିବା ପାଇଁ। ଯଦି କିଛି ଉପାୟ ଅଛି କୁହ, ନହେଲେ ଚୁପ୍ ରହି ଅନ୍ୟମାନଙ୍କୁ କହିବାର ସୁଯୋଗ ଦିଅ। ମୁଖିଆ, ଯେତେବେଳେ ସମସ୍ତ ରାସ୍ତା ବନ୍ଦ ହୋଇଯାଏ ସେତେବେଳେ ନିଶ୍ଚିତ ଗୋଟେ ନା ଗୋଟେ ବାଟ ଖୋଲା ଥାଏ। ଠିକ୍ ସେମିତି ଆମ ପାଇଁ ଗୋଟେ ବାଟ ଖୋଲା ଅଛି। ସେଇଟା ହେଲା, ଏପରି ପରିସ୍ଥିତିରେ କେବଳ ଆମକୁ ବିଲୁଆ ଓ ବାଘ ସାହାଯ୍ୟ କରିପାରିବେ। ତେଣୁ ଆମକୁ ତାଙ୍କ ଦୁଇ ଜଣଙ୍କର ସାହାଯ୍ୟ ନେବା ଦରକାର। ଆରେ ଅକ୍ଷୟ, ତୁ ଠିକ୍ ବୁଦ୍ଧି ଭାବିଛୁ। ଆମକୁ ବାଘ ଓ ବିଲୁଆର ସାହାଯ୍ୟ ନେବାକୁ ପଡ଼ିବ, କାରଣ ଗୋଟିଏ ଜନ୍ତୁ ଅନ୍ୟ ଏକ ଜନ୍ତୁ ସହ ଲଢ଼ିପାରିବ। ଓ ଏହା ଛଡ଼ା ବିଲୁଆ ବହୁତ ଚାଲାକ ଏବଂ ବାଘ ବହୁତ ଶକ୍ତିଶାଳୀ। ତେଣୁ ଏ ଦୁଇ ଜଣ ସେ କୁମ୍ଭୀର ଭୂତକୁ ହରାଇ ପାରିବେ। ମୁଖିଆ ଏକଥାରେ ରାଜି ହେବା ପରେ ବିଲୁଆ ଓ ବାଘଠାରୁ ସାହାଯ୍ୟ ନେବା କଥା ଫାଇନାଲ ହୋଇଗଲା। ଏବଂ ତା ପରଦିନ ସକାଳ ହେବା ପରେ ବାଘ ଓ ବିଲୁଆ ଗୁମ୍ଫା ପାଖରେ ଛିଡ଼ା ହୋଇ କଥା ହେଉଥିଲେ। ଆରେ ମାମା, କାଲି ସୁଦ୍ଧା ଚଢ଼େଇ ମାଂସ ଖାଇ ଠିକରେ ପେଟ ପୁରିଲା ନାହିଁ। ଏହି କାରଣରୁ ମୋତେ ଜୋରରେ ଭୋକ ଲାଗିଲାଣି। ତେଣୁ ମାମା, କିଛି ଗୋଟେ କରି ଖାଦ୍ୟ ସଂଗ୍ରହ କର। ଖାଦ୍ୟ ଖାଇଲେ ଆମ ପେଟ ପୁରିବ। ତୋର ଗୋଟେ ଛୋଟ ପେଟ ହୋଇ
ଯଦି ପେଟ ପୁରିଲା ନାହିଁ ତାହେଲେ ଭାବ, ମୋର ତ ଏତେ ବଡ଼ ପେଟ, ମୋର କେମିତି ପୁରିବ? ଭୋକ କାରଣରୁ ମୁଁ କାଲି ରାତିରେ ଜମା ବି ଶୋଇପାରି ନାହିଁ। ତେଣୁ ଚାଲ ଆଜି ଆମେ ହରିଣ କିମ୍ବା ଛେଳି ମାଂସ ଶିକାର କରିବା। ବାଘ ଏପରି କହିଛି କି ନାହିଁ, ହଠାତ୍ ତାଙ୍କୁ ମାଂସର ବାସ୍ନା ଆସିଲା। ଆରେ ମାମା, ବା କି ସୁନ୍ଦର ମାଂସର ବାସ୍ନା ଏ ଆଡ଼କୁ ଆସୁଛି। ଲାଗୁଛି ଏଟା ବୋଧେ କୌଣସି ଛେଳିର ମାଂସ। ତେଣୁ ମାମା, ଚାଲ ଶୀଘ୍ର ଯିବା ମାଂସ ପାଖକୁ। ଏ ବାସ୍ନା ଶୁଙ୍ଗି ମୋ ପେଟ ଖାଲି କଣ ହୋଇଯାଉଛି। ବିଲୁଆ ଏପରି କହିବା ପରେ ଦୁହେଁ ମିଶି ମାଂସ ବାସ୍ନା ଆସୁଥିବା ଜାଗା ଆଡ଼କୁ ଗଲେ ଏବଂ ସେଠାରେ ପହଞ୍ଚିବା ପରେ ବିଲୁଆ ଦେଖିଲା ମାଂସ ପାଖରେ ମଣିଷ ଛିଡ଼ା ହୋଇଥାନ୍ତି। ଏହା ଦେଖି ବିଲୁଆ ବହୁ ଜୋରରେ ଡରିଗଲା ଓ ତାପରେ କହିଲା, ଆରେ ମାମା, ଚାଲ ଏଠାରୁ ଶୀଘ୍ର ଦୌଡ଼ିକି ପଳାଇବା। ଆମେ ଏ ମଣିଷଙ୍କ ଜାଲରେ ପୁରା ଫସିଗଲେ। ଲାଗୁଛି ଆଜି ବୋଧେ ଆମର ମରିବାଟା ଫାଇନାଲ ହୋଇଯିବ। ଏହା ଶୁଣି ଅକ୍ଷୟ କହିଲା, ଆରେ ଏ ବିଲୁଆ ଓ ବାଘ, ତମେ ଠିକ୍ ଜାଗାକୁ ଆସିଛ ଏବଂ ତମେ କୌଣସି ଜାଲରେ ଫସିନା, ବରଂ ଆମେ ତୁମକୁ ଏଠାକୁ ଡାକିଛୁ। ଆମର ତମ ପାଖରେ ଗୋଟେ ବଡ଼ କାମ ଅଛି। ଯଦି ତମେ ତାହା କରିଦେବ ତାହେଲେ ଆମେ ତମକୁ ଅନେକ ଛେଳି ଖାଇବାକୁ ଦେବୁ। ଆରେ, ତମେ ଆମକୁ ଅନେକ ଛେଳି ଖାଇବାକୁ ଦେବ? ଆମେ ଛେଳି ଖାଇବା ପାଇଁ କିଛି ବି କରିପାରୁ। ବାସ୍ ତୁମେ ଖାଲି କୁହ, ଆମେ କଣ କରିବୁ? ଆରେ ଏ ବିଲୁଆ ଓ ବାଘ, ଏଇ 2 ଦିନ ହେବ ଜଣା ନାହିଁ କୁଆଡ଼ୁ ଏକ ଭୂତିଆ କୁମ୍ଭୀର ଆମ ଗାଁକୁ ପଶିଯାଇ ଗାଁର 2 ଜଣଙ୍କୁ ମାରି ଖାଇସାରିଲାଣି। ତା ସାଥିରେ ଲଢ଼ିବା ପାଇଁ ଆମ ପାଖରେ କୌଣସି ଉପାୟ ନାହିଁ। ଏପରି ପରିସ୍ଥିତିରେ କେବଳ ତୁମେ 2 ଜଣ ହିଁ ଆମର ସାହାଯ୍ୟ କରିପାରିବ। ଆରେ ଏ ମଣିଷ, ଏ କାମ ହୋଇଯିବ। ତମେ ଖାଲି ଦେଖ ସେ ଭୂତିଆ କୁମ୍ଭୀରକୁ କିପରି ମାରି ଏଠାରୁ ବିଦା କରୁଛୁ। ହେଲେ ମନେ ରଖ, ଯେମିତି ଆମକୁ ଛେଳି ଦେବା କଥା ଭୁଲିବ ନାହିଁ। ଆରେ ତମେ 2 ଜଣ ଜମା ବି ଚିନ୍ତା କରନି। ତମେ ଖାଲି ତମ କାର୍ଯ୍ୟ କର ଓ ତାପରେ ଆମେ ଆମ କାର୍ଯ୍ୟ ଠିକ୍ରେ କରିବୁ। ବିଲୁଆ ଅକ୍ଷୟ କଥାରେ ରାଜି ହୋଇଗଲା ଏବଂ ତା ପରଦିନ ସକାଳ ହେବା ପରେ ସେ ଓ ବାଘ କଥାବାର୍ତ୍ତା ହେଲେ। ଆରେ ବିଲୁ, ଆମେ ଛେଳି ମାଂସ ଖାଇବା ପାଇଁ ଏତେ ବଡ଼ ରିସ୍କ ନେବାକୁ ଯାଉଛନ୍ତି। ଏଥିରେ ଆମର ଜୀବନ ମଧ୍ୟ ଯାଇପାରେ। ଥରେ ଭାବ, ସେ କୁମ୍ଭୀର ହାବୁଡ଼ରେ ଯଦି ଆମେ ବେତାଳରେ ପଡ଼ିଯିବ ନା, ତାହେଲେ ଆମକୁ ଭଗବାନ ମଧ୍ୟ ବଞ୍ଚାଇ ପାରିବେ ନାହିଁ। ଆରେ ମାମା, ତମେ ଚିନ୍ତା କରୁଛ କାହିଁକି? ମୁଁ ପରା ତୁମ ପାଖରେ ଅଛି। ତମେ ସେସବୁ ବିଷୟରେ କିଛି ବି ଚିନ୍ତା କରନି। ବାସ୍ ଖାଲି ମୋ ଉପରେ ଭରସା ରଖ ଓ ତାପରେ ଦେଖ କଣ ହେଉଛି। ଆମେ କିପରି ସେ ଭୂତିଆ କୁମ୍ଭୀରକୁ ମାରିବା। ପ୍ରଥମେ ଚାଲ ସେ କୁମ୍ଭୀରକୁ ଭଲରେ ବୁଝାଇବା ଓ ସେ ଯଦି ଭଲରେ ନ ମାନେ ତାହେଲେ ତାର ମରିବାଟା ପୁରା ଫାଇନାଲ। ବିଲୁଆ ଏପରି କହିବା ପରେ ଦୁହେଁ ମିଶି କୁମ୍ଭୀର ରହୁଥିବା ନଈ ପାଖକୁ ଗଲେ ଏବଂ ସେଠାରେ ପହଞ୍ଚିବା ପରେ ବାଘ ଡାକିଲା, ଆରେ ଏ କୁମ୍ଭୀର ମଉସା, ଟିକେ ଉପରକୁ ଆସ। ଆମେ ବିଲୁଆ ଆଉ ମୁଁ ତୁମ ପାଖକୁ ଆସିଛୁ ତୁମର ସାଙ୍ଗ ହୋଇ ରହିବୁ ଏବଂ ତୁମକୁ ଶିକାର କରିବାର ସାହାଯ୍ୟ କରିବୁ। ବାସ୍ ତୁମେ ଥରେ ଖାଲି ତମ ଟିମ୍ରେ ଆମକୁ ରଖିଦିଅ। ଏହା ଶୁଣି କୁମ୍ଭୀରର ନିଦ ଭାଙ୍ଗିଗଲା ଓ ତାପରେ ସେ କହିଲା, ଆରେ ହଠାତ୍ ମୋତେ କିଏ ଡାକିଲା ଏବଂ କହୁଛି କ'ଣ ନା ମୋ ସାଥିରେ ସାଙ୍ଗ ହେବ ବୋଲି ଏବଂ ମୋ ଟିମ୍ରେ ରହି ମୋତେ ସାହାଯ୍ୟ କରିବ। ଯଦି ଏପରି ହୁଏ ତାହେଲେ ମଣିଷମାନଙ୍କୁ ମାରିବା ବହୁତ ସହଜ ହୋଇଯିବ। ତାହେଲେ ମୋତେ ଶୀଘ୍ର ଉପରକୁ ଯିବାକୁ ପଡ଼ିବ। କୁମ୍ଭୀର ଏପରି କହି ପାଣି ଉପରକୁ ଆସିଲା ଏବଂ ଦେଖିଲା ଉପରେ ବାଘ ଏବଂ ବିଲୁଆ ଥାଆନ୍ତି। ଏହା ଦେଖି କୁମ୍ଭୀର କହିଲା, ହଇରେ ବିଲୁଆ ଓ ବାଘ, କୁହ ତୁମର ମୋ ପାଖରେ କି କାମ ଅଛି ଏବଂ କାହିଁକି ତମେ ମୋ ଟିମ୍ରେ ରହିବାକୁ ଚାହୁଁଛ? ଆରେ ଏ କୁମ୍ଭୀର ମଉସା, ଆମେ ଦିନ ସାରା ବୁଲି ବୁଲି ଶିକାର କରିପାରୁନୁ। ହେଲେ ଆମେ ଯଦି
ତୁମ ସାଥିରେ ରହିବୁ ତାହେଲେ ଶିକାର କରିବା ତୁମକୁ ମଧ୍ୟ ସହଜ ହେବ ଏବଂ ଆମକୁ ମଧ୍ୟ ସହଜ ହେବ। ହଉ, ମୁଁ ତୁମ କଥାରେ ରାଜି। ଆମେ ଆଜିଠାରୁ ଗୋଟିଏ ଟିମ୍ କରି କାମ କରିବା ଏବଂ ଅନେକ ଶିକାର କରି ଖାଇବା। ଆମେ ଯାହା ଶିକାର କରିବା ସେଥିରୁ ଅଧା ମୋର ଆଉ ଅଧା ତୁମ ଦୁଇ ଜଣଙ୍କର। କୁହ, ଏ ସର୍ତ୍ତରେ ଯଦି ରାଜି ତାହେଲେ ଆମେ ଗୋଟେ ଟିମ୍ ହୋଇ କାମ କରିବା। ଯଦି ଏଥିରେ ନ ରାଜି ତାହେଲେ ତୁମେ ଦୁଇଟା ଏଠାରୁ ପଳାଅ। ଆରେ ଏ ମଉସା, ଆମେ ତମ କଥାରେ ପୁରା ରାଜି। ହଉ, ଏବେ ଆଉ ବିଳମ୍ବ ନ କରି ଚାଲ, ଆଗରେ ଗୋଟେ ହରିଣ ଦଳ ବୁଲୁଛନ୍ତି, ସେଟାକୁ ଯାଇ ଶିକାର କରି ଖାଇବା। ଯଦି ବେଶୀ ବିଳମ୍ବ କରିବା ତାହେଲେ ହରିଣ ଗୁଡାକ କୁଆଡେ ପଳାଇବେ। ହଇରେ ବିଲୁଆ, କଣ ଛୋଟ ଲୋକଙ୍କ ପରି କଥାବାର୍ତ୍ତା କରୁଛୁ? ମୁଁ ଏ ଜଙ୍ଗଲର ଜୀବଜନ୍ତୁଙ୍କୁ ଖାଏନି। ମୁଁ କେବଳ ମଣିଷ ମାଂସ ଖାଏ। ତେଣୁ ଚାଲ ପାଖ ଗାଁକୁ ଯିବା ଏବଂ ସେଠାରୁ ଗୋଟେ ମଣିଷ ଧରି ଆଣିଲେ ତୁମର ଆଉ ମୋର ଆଜିକାର ଖାଦ୍ୟ ସଂଗ୍ରହ ହୋଇଯିବ। ଏହା ଶୁଣି ବିଲୁଆ କହିଲା, ଆରେ ମଉସା, କଣ କହୁଛ ତୁମେ? ମଣିଷ ମାଂସ ଖାଇବା? ଆରେ ନାଇଁ ନାଇଁ, ଆମେ ମଣିଷ ମାଂସ ଖାଉନା ଏବଂ ତମେ ମଧ୍ୟ ମଣିଷ ମାଂସ ଖାଉନି। ଏହା ଖାଇଲେ ପାପ। ଥରେ ଭାବିଲ, ତମେ ସେ ନିରୀହ ମଣିଷ ମାନଙ୍କୁ ମାରି ଖାଉଛ, ତାଙ୍କ ଘର ପରିବାର ଅବସ୍ଥା କଣ ହେଉଥିବ? ଏହା ଶୁଣି କୁମ୍ଭୀର ବୁଝିଗଲା ଯେ ଏ ବିଲୁଆ ଓ ବାଘ ତା ପାଖକୁ ସାଙ୍ଗ ହେବାକୁ ନୁହଁ, ବରଂ ସେ ମଣିଷମାନଙ୍କୁ ରକ୍ଷା କରିବା ଲାଗି ତା ପାଖକୁ ଆସିଛନ୍ତି। ଏହା ଜାଣିପାରି ସେ କହିଲା, ହଇରେ ମୂର୍ଖ ବିଲୁଆ ଓ ବାଘ, ମୁଁ ସେତେବେଳୁ ତୁମ ସାଥିରେ ଭଲରେ କଥା ହେଉଥିଲେ ଓ ଭାବୁଥିଲେ ତମେ ବୋଧେ ମୋ ପାଖକୁ ବନ୍ଧୁତାର ହାତ ବଢ଼ାଇବାକୁ ଆସିଛ। ହେଲେ ତମେ ତ ମଣିଷମାନଙ୍କୁ ରକ୍ଷା କରିବା କଥା କହୁଛ। ତେଣୁ ମୁଁ ଭଲରେ ଭଲରେ କହୁଛି, ଏ ଜାଗା ଛାଡ଼ି ଶୀଘ୍ର ପଳାଅ, ନହେଲେ ମଣିଷମାନଙ୍କୁ ଖାଇଲା ପରେ ତମ ଦୁଇଟାଙ୍କୁ ମଧ୍ୟ ଏଠାରେ ଖାଇଯିବେ। ଏହା ଶୁଣି ବିଲୁଆ ଓ ବାଘ ସେଠାରୁ ଡରରେ ପଳାଇ ଆସିଲେ ଏବଂ ଗୋଟିଏ ଜାଗାରେ ଛିଡ଼ା ହୋଇ କଥା ହେଲେ। ବିଲୁ, ଆମେ ସେ କୁମ୍ଭୀରଟାକୁ ବୁଝାଇବାକୁ ଯାଇଥିଲେ, ହେଲେ ଫେଲ୍ ହୋଇଗଲେ। ଏବେ କହ, ଆମେ କ'ଣ କରି ସେ କୁମ୍ଭୀର ସାଥେ ଲଢ଼ିବା? ଯାହା ବି କହିବୁ ତାହା ଭାବିଚିନ୍ତି କହିବୁ ଓ କରିବୁ ମଧ୍ୟ, ନହେଲେ ସେ କୁମ୍ଭୀର ଯେମିତି ରାଗିକି ଅଛି, ଏଥର ଆମ ଦୁଇଟାକୁ ଜିଅନ୍ତା ଚୋବାଇ ପକାଇବ। ଆରେ ମାମା, ସେ କୁମ୍ଭୀରକୁ ହରାଇବାକୁ ହେଲେ ଆମେ ପ୍ରଥମେ ତାର ଦୁର୍ବଳତା ଜାଣିବାକୁ ପଡ଼ିବ। ଯେବେ ଆମେ ଦୁର୍ବଳତା ଜାଣିବା ସେବେ ଯାଇ ତାକୁ ହରାଇବା। ତେଣୁ ସର୍ବପ୍ରଥମେ ଆମେ ନଈ ପାଖରେ ଲୁଚି ସେ କୁମ୍ଭୀର ଉପରେ ନଜର ରଖିବା ଓ ଯେତେବେଳେ ସେ କୁମ୍ଭୀରର ଦୁର୍ବଳତା ଜାଣିବା ସେତେବେଳେ ତା ସାଥରେ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଯିବା। ଏପରି କହି ବିଲୁଆ ଓ ବାଘ ପ୍ଲାନ୍ କଲେ ଏବଂ ତା ପରଦିନ ସକାଳ ହେବା ପରେ ଦୁହେଁ ନଈ ପାଖରେ ଲୁଚି ରହି କୁମ୍ଭୀର ଉପରେ ନଜର ରଖିଲେ। 2 ଦିନ ହେବ ଏ ନଈର ମାଛ ଖାଇ ଖାଇ ମୋ ପାଟିଟା ଭଲ ଲାଗୁନି ଓ ଏ ପାଖରେ ମଣିଷ ଗୁଡ଼ିକ ଘରୁ ନ ବାହାରି ଲୁଚିକି ରହୁଛନ୍ତି। ଏବେ ମୁଁ ମଣିଷ ମାଂସ ଖାଇବି କିପରି? ମଣିଷ ନ ଖାଇଲା ବେଳକୁ ମୋତେ ପାଗଳଙ୍କ ପରି ଲାଗୁଛି। ତେଣୁ ମୋତେ କିଛି ଗୋଟେ କରିବାକୁ ପଡ଼ିବ। କୁମ୍ଭୀର ଏପରି କହୁଥିବା ବେଳେ ଦେଖିଲା ଦୁଇଟି ଶାଗୁଣା ସେଇ ବାଟ ଦେଇ ଉଡ଼ିକି ଯାଉଥିଲେ। ଏହା ଦେଖି କୁମ୍ଭୀରକୁ ବହୁତ ମଜା ଲାଗିଲା। ତେଣୁ ସେ କହିଲା, ଆରେ ଏ ଚଢ଼େଇ ଗୁଡ଼ିକ କେତେ ଆନନ୍ଦର ସହ ଉଡ଼ି ପାରୁଛନ୍ତି। କାଶ ମୁଁ ଯଦି ଏପରି ଉଡ଼ି ପାରନ୍ତି ତାହେଲେ ମଣିଷମାନଙ୍କୁ ଧରି ଖାଇବାଟା ବହୁତ ଭଲ ହୁଅନ୍ତା। ଏସବୁ କଥା ଶୁଣି ବାଘ କହିଲା, ଆରେ ଏ ବିଲୁ, ଏ କୁମ୍ଭୀରଟା ପାଗଳ ପରିକା ହେଉଛି। ତେଣୁ ଚାଲ ଆଜି ଏଠାରୁ ପଳାଇବା ଓ କାଲି ଆସି ୟା ଉପରେ ନଜର ରଖିବା। ଏହା ଶୁଣି ବିଲୁଆ କହିଲା, ଆରେ ମାମା, କଣ ମ ତମେ କିଛି ବୁଝିପାରୁନା? ଏ କୁମ୍ଭୀରର ପାଗଳାମି ଆମକୁ ତାର ଦୁର୍ବଳତା ବିଷୟରେ ଜଣାଇ ଦେଲା। ତେଣୁ ତୁମେ ଖାଲି ଦେଖ ମୁଁ କଣ ବୁଦ୍ଧି ଖର୍ଚ୍ଚ କରୁଛି। ହଉ ରହରେ କୁମ୍ଭୀର, ଆମକୁ ମାରିବ ବୋଲି କହୁଥିଲୁ ନାହିଁ, ଏବେ ଦେଖ କିଏ କାହାକୁ ମାରିବ। ବିଲୁଆ ଏପରି କହି
ବାଘକୁ ଧରି ଜଙ୍ଗଲ ଆଡ଼କୁ ଯିବାରେ ଲାଗିଲା ଏବଂ ଜଙ୍ଗଲକୁ ଯାଇ ଯାଇ ଶାଗୁଣା ବସା ପାଖରେ ପହଞ୍ଚିଗଲା ଏବଂ ସେଠାରେ ପହଞ୍ଚିବା ପରେ ସେ କହିଲା, ହଇରେ ଶାଗୁଣା, ମୁଁ ଶୁଣିଛି ତୁ କୁଆଡ଼େ ଅଣ୍ଡା ଦେବୁ ବୋଲି। ଆଉ ଏହା ମଧ୍ୟ ଶୁଣିଛି ତୋ ସ୍ୱାମୀ କାମକୁ ଗଲାବେଳେ ତୁ ତୋର ବସାରେ ଏକଲା ରହୁଛୁ। ଯଦି ତୁ ତୋର ଅଣ୍ଡା ଓ ତୋର ସ୍ୱାମୀକି ବଞ୍ଚାଇବାକୁ ଚାହୁଁଛୁ ତାହେଲେ ମୋର ଗୋଟେ କଥା ମାନିବାକୁ ପଡ଼ିବ, ନହେଲେ ଏହାର ପରିଣାମ କ'ଣ ହେବ ତାହା ତୁ ଭଲରେ ଜାଣିପାରୁଥିବୁ। ଆରେ ବିଲୁଆ ଭାଇ, ଦୟାକରି ମୋ ଅଣ୍ଡାର ଏବଂ ମୋ ସ୍ୱାମୀର କିଛି କ୍ଷତି କରନି। ତମେ ଏହା ବଦଳରେ ଯାହା ବି କହିବ ମୁଁ କରିବା ପାଇଁ ରାଜି ଅଛି। ବାସ୍ ତମେ ଥରେ ଖାଲି ମୋତେ କୁହ ମୁଁ କ'ଣ କରିବି। ବିଲୁଆ ଏହା ଶୁଣିବା ପରେ ଶାଗୁଣା କ'ଣ କରିବ ଓ କ'ଣ ନାହିଁ ସବୁ କଥା ଗୋଟି ଗୋଟି କରି କହିଲା ଏବଂ ତା ପରଦିନ ସକାଳ ହେବା ପରେ ଶାଗୁଣା ଓ ତାର ସ୍ୱାମୀ କୁମ୍ଭୀର ରହୁଥିବା ନଈ ପାଖକୁ ଆସିଲେ ଏବଂ ସେଠାରେ ପହଞ୍ଚିବା ପରେ ଶାଗୁଣା ଜୋରେ ପାଟି କରି କହିଲା, ଆରେ ସ୍ୱାମୀ, ଆଜି ସକାଳ ପହରୁ ଆମେ ଉଡ଼ୁଛନ୍ତି, ହେଲେ ଏପର୍ଯ୍ୟନ୍ତ ଉଡ଼ିବା ପାଇଁ ଆମ ପାଖକୁ କେହି ବି ଆସିନାହାନ୍ତି। ଏଭଳି ଯଦି ଚାଲେ ତାହେଲେ ଆମେ ଆଉ ଖାଇବାକୁ ପାଇବା ନାହିଁ। ହେ ପ୍ରଭୁ, କିଛି ଗୋଟେ କରି ଆମକୁ ଗୋଟେ କଷ୍ଟମର ଯୋଗାଡ଼ କରିଦିଅ, ଯିଏ ଆମ ସବାରିରେ ଚଢ଼ି ଆକାଶରେ ଉଡ଼ିବ ଓ ଏହା ବଦଳରେ କିଛି ଟଙ୍କା ଦେବ। ଶାଗୁଣା ଏପରି ପାଟି କରି କହିବା ପରେ ଏକଥା କୁମ୍ଭୀର କାନରେ ବାଜିଲା। ସେ ଏସବୁ ଶୁଣି କହିଲା, ଆରେ କ'ଣ ହେଲା? ଟଙ୍କା ଦେଇ ଆକାଶରେ ଉଡ଼ି ହେବ? ମୋର ତ ବହୁତ ଇଚ୍ଛା ଥିଲା ଆକାଶରେ ଉଡ଼ିବା ପାଇଁ, ତେଣୁ ଯାଉଛି ଯିଏ ବି ଆକାଶରେ ଉଡ଼ିବାକୁ କହୁଛେ ତାକୁ ଟଙ୍କା ଦେଇ ମୁଁ ଆକାଶରେ ଉଡ଼ିବି ଏବଂ ଆନନ୍ଦ ଉପଭୋଗ କରିବି। କୁମ୍ଭୀର ଏପରି କହି ଉପରକୁ ଆସିଲା ଏବଂ ଦେଖିଲା ଉପରେ ଦୁଇଟି ଶାଗୁଣା ବସିଥାନ୍ତି। ଏହା ଦେଖି ସେ କହିଲା, ଆରେ ହେ ଶାଗୁଣା, ମୁଁ ତୁମ ସବାରିରେ ବସି ଉଡ଼ିବାକୁ ଚାହୁଁଛି, ହେଲେ ମୁଁ ତ ବହୁତ ବଡ଼ ଜୀବଟେ, ତୁମେ ମୋତେ ଉଡ଼ାଇବ କେମିତି? ଆରେ ମଉସା, ତମେ ଜମା ବି ଚିନ୍ତା କର ନା, ଏହାର ବାଟ ମଧ୍ୟ ଅଛି ଏବଂ ସେଇଟା ହେଲା ମୁଁ ଏବଂ ମୋର ସ୍ୱାମୀ ଗୋଟିଏ ବାଡ଼ିରେ ଦୁଇଟି ମୁଣ୍ଡକୁ କାମୁଡ଼ି ଧରିବୁ ଏବଂ ତୁମେ ବାଡ଼ିର ମଝିକୁ କାମୁଡ଼ି ଧରିବ, ଯାହାଦ୍ୱାରା ଆମେ ଉଡ଼ିଲେ ତମେ ମଧ୍ୟ ଉଡ଼ିପାରିବ। ଏହା ଶୁଣି କୁମ୍ଭୀର ବହୁତ ଖୁସି ହୋଇଗଲା ଏବଂ ଏ ଦୁଇ ଜଣଙ୍କ କଥାରେ ରାଜି ହୋଇଗଲା ଓ କଥା ଅନୁସାରେ ଦୁହେଁ କୁମ୍ଭୀରକୁ ଧରି ଆକାଶରେ ଉଡ଼ିଲେ। ହେଲେ କୁମ୍ଭୀର ଜାଣିନଥିଲା ଏସବୁ ବିଲୁଆର ପ୍ଲାନ୍ ବୋଲି। ପ୍ଲାନ୍ ଅନୁସାରେ ଦୁଇଟି ଶାଗୁଣା କୁମ୍ଭୀରକୁ ନେଇ ଗାଁ ଆଡ଼କୁ ଗଲେ ଏବଂ ସେଠାରେ ପ୍ରଥମରୁ ହିଁ ବିଲୁଆ ବାଘ ଓ ଗାଁବାଲା ଜଗିକି ରହିଥିଲେ। ଯେମିତି ଶାଗୁଣା କୁମ୍ଭୀରକୁ ଗାଁକୁ ନେଲା, ହଠାତ୍ ବିଲୁଆ କହିଲା, ହଇରେ ମୂର୍ଖ କୁମ୍ଭୀର, ତୁ ପରା କହୁଥିଲୁ ମଣିଷ ମାଂସ ଖାଇବୁ ବୋଲି। ଏଇ ଦେଖ, ଏଠାରେ କେତେ ମଣିଷ ଅଛନ୍ତି, ଦମ ଅଛି ଯଦି ଖାଇଯା, ନହେଲେ ଆମେ ଦୁଇ ଜଣ ୟାଙ୍କୁ ଖାଇଯିବୁ। ଏକଥାରେ କୁମ୍ଭୀର ବହୁ ଜୋରେ ରାଗିଗଲା ଏବଂ ରାଗରେ କଥା କହିବା ପାଇଁ ଯେମିତି ପାଟି ଖୋଲିଛି, ହଠାତ୍ ତଳେ ଗଳିପଡ଼ି ତାର ମୃତ୍ୟୁ ହୋଇଗଲା।